ସତ୍ ବା ଏକାଶକ୍ତିରେ ପୂର୍ଣ୍ଣ ସେ ହିଁ ସତ୍। ଆଦର୍ଶରେ ମନ ସମ୍ୟକ ଭାବରେ ନ୍ୟସ୍ତ କରିବାର ନାମ ସନ୍ନ୍ୟାସ। କୌଣସି ବିଷୟରେ ମନ ସମ୍ୟକ ଭାବରେ ଲାଗି ରହିବାର ନାମ ସମାଧି। ନାମ ମଣିଷକୁ ତୀକ୍ଷ୍ଣ କରେ, ଆଉ ଧ୍ୟାନ ମଣିଷକୁ ସ୍ଥିର ଏବଂ ଗ୍ରହଣକ୍ଷମ କରେ। କୌଣସି କିଛି ଦ୍ୱାରା ପ୍ରତିହତ ହେଲେ ଯାହା ନିଜକୁ ପ୍ରତିଷ୍ଠିତ କରିବାକୁ ଚାହେଁ ତାହା ହିଁ ଅହଂ। ଅହଂକୁ ଶକ୍ତ କରିବା ମାନେ ହିଁ ଅନ୍ୟକୁ ନ ଜାଣିବା। ମନର ସର୍ବପ୍ରକାର ଗ୍ରନ୍ଥିର ବା ସଂସ୍କାରର ମୋଚନ ହୋଇ ଏକରେ ସାର୍ଥକ ହେବା ହିଁ ମୁକ୍ତି। ଯେଉଁ ଭାବ ବା କର୍ମ ମଣିଷକୁ କାରଣମୁଖୀ କରିଦିଏ ତାହା ହିଁ ଆଧ୍ୟାତ୍ମିକତା।